ଭାରତରେ ନା ଏମିତି ଏକ ମନ୍ଦିର ଅଛି ଯାହାର କିଛି ଘଟଣାକୁ ନେଇ ନା ଆଜି ପର୍ଯ୍ୟନ୍ତ ଅନେକ ପ୍ରଶ୍ନ ଉଠୁଛି। କେତେକ କଥା ଇତିହାସରେ ଲିପିବଦ୍ଧ, କେତେକ ଧାର୍ମିକ ପରମ୍ପରାର ଅଂଶ, ଆଉ କେତେକ ଲୋକପ୍ରିୟ ବିଶ୍ୱାସ। ହଁ କି ନାହିଁ କୁହନ୍ତୁ? ତେବେ ସତ୍ୟ କ'ଣ? ଆଜି ଆମେ ଜାଣିବା ଶ୍ରୀ ଜଗନ୍ନାଥ ମନ୍ଦିରର ଚର୍ଚ୍ଚିତ ରହସ୍ୟ ବିଷୟରେ। ଠିକ ଅଛି। ଜୟ ଜଗନ୍ନାଥ, ନମସ୍କାର। ମୁଁ ବିଜୟ ଆପଣମାନଙ୍କୁ ସ୍ୱାଗତ କରୁଛି ଆମର ଏହି ଚ୍ୟାନେଲ। ପୁରୀରେ ଅବସ୍ଥିତ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଭାରତର 4ଟି ଧାମ ମଧ୍ୟରୁ ଗୋଟିଏ। ହଁ କି ନାହିଁ କୁହନ୍ତୁ? ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଏଠାକୁ ଆସନ୍ତି। ମନ୍ଦିରର ରହସ୍ୟ, ମନ୍ଦିରର ଇତିହାସ, ସ୍ଥାପତ୍ୟ, ରଥଯାତ୍ରା ଓ ପରମ୍ପରା ଯେତିକି ପ୍ରସିଦ୍ଧ ନା ସେତିକି ଚର୍ଚ୍ଚିତ ଏହାକୁ ନେଇ ପ୍ରଚଳିତ ରହସ୍ୟ ଗୁଡ଼ିକ। ରହସ୍ୟ ନମ୍ବର 1, ପତାକା ସବୁବେଳେ ପବନର ବିପରୀତ ଦିଗରେ ଉଡ଼େ। ଏହା କ'ଣ ସତ୍ୟ ଅଟେ? ଏହା ସବୁଠାରୁ ଲୋକପ୍ରିୟ ଦାବି ମାନଙ୍କ ମଧ୍ୟରୁ ଗୋଟିଏ। ଅନେକ ଲୋକ କୁହନ୍ତି ଯେ ମନ୍ଦିର ଶିଖରରେ ଯେଉଁ ପତାକାଟି ଅଛି ନା ସେଇ ପତାକାଟିଏ ପବନର ବିପରୀତ ଦିଗକୁ ଉଡ଼େ। କିନ୍ତୁ ଏହି ଦାବିକୁ ବୈଜ୍ଞାନିକ ଭାବେ ନା ସ୍ଥାୟୀ ଭାବରେ ପ୍ରମାଣ କରାଯାଇ ନାହିଁ। ବାୟୁର ଗତି, ଉଚ୍ଚତା ଓ ସ୍ଥାପତ୍ୟ ପ୍ରଭାବରୁ ନା ଏପରି ଦୃଶ୍ୟ ଦେଖାଯାଇପାରେ ବୋଲି କିଛି ବିଶେଷଜ୍ଞ ମଧ୍ୟ କହିଛନ୍ତି। କିନ୍ତୁ ଏହା ଆଶ୍ଚର୍ଯ୍ୟକର ଘଟଣା ଏଇଟା ଯେ କିନ୍ତୁ ଏହା ସତ୍ୟ ଅଟେ ଯେ ପବନର ବିପରୀତ ଦିଗରେ ପତାକାଟି ଉଡ଼ିଥାଏ। ରହସ୍ୟ ନମ୍ବର 2, ମନ୍ଦିର ଉପରେ କେବେ ବି କୌଣସି ପକ୍ଷୀ ଉଡ଼ନ୍ତି ନାହିଁ। ଏହା କ'ଣ ସତ୍ୟ ଅଟେ? ପ୍ରଚଳିତ ବିଶ୍ୱାସ ଅନୁଯାୟୀ ନା ମନ୍ଦିର ଶିଖରରେ ଗୋଟିଏ ମଧ୍ୟ ପକ୍ଷୀ କିମ୍ବା ବିମାନ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଦେଖାଯାଇ ନାହାନ୍ତି। ବାସ୍ତବରେ ପକ୍ଷୀ ଏହି ଅଞ୍ଚଳରେ ଥାନ୍ତି କି ନାହିଁ ଏହି ଦାବି ପାଇଁ କୌଣସି ସରକାରୀ କିମ୍ବା ବୈଜ୍ଞାନିକ ପ୍ରମାଣ ଆଜି ପର୍ଯ୍ୟନ୍ତ ନାହିଁ। ଏହାକୁ ଧାର୍ମିକ ବିଶ୍ୱାସ ଭାବେ ନା ରଖିବା ଉଚିତ, କାରଣ ଏହା ସତ୍ୟ ଅଟେ। ଏହା ଧାର୍ମିକ ବିଶ୍ୱାସ ବି ଗୋଟେ ସତ୍ୟ ଅଟେ। କ'ଣ ପାଇଁ ନା ଆଜି ପର୍ଯ୍ୟନ୍ତ ଗୋଟିଏ ବି ପକ୍ଷୀ ସେଇ ଜଗନ୍ନାଥ ମନ୍ଦିର ଉପରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଉଡ଼ି ଯାଇ ନାହାନ୍ତି। ରହସ୍ୟ ନମ୍ବର 3, ମହାପ୍ରସାଦ ନା କେବେ ବି ସେଠାରେ କମ୍ ହୁଏନି। ପ୍ରତିଦିନ ହଜାର ହଜାର ଭକ୍ତଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହୁଏ। ଭକ୍ତମାନଙ୍କ ବିଶ୍ୱାସ, ପ୍ରଭୁଙ୍କ କୃପାରେ ପ୍ରସାଦ କେବେ କମ୍ ପଡ଼େନି। ଏହା ସହିତ ଦୀର୍ଘ ଅନୁଭବ, ସୁନିଯୋଜିତ ପରମ୍ପରା ଓ ସେବାୟତ ମାନଙ୍କ ପରିଚାଳନାର ମଧ୍ୟ ଏକ ବଡ଼ ଭୂମିକା ମଧ୍ୟ ରହିଛି। ରହସ୍ୟ ନମ୍ବର 4, 7ଟି ହାଣ୍ଡିରେ ରୋଷେଇ। ମନ୍ଦିରର ରୋଷେଇ ଘର ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ରୋଷେଇ ଘର ମାନଙ୍କ ମଧ୍ୟରୁ ଗୋଟିଏ ଅଟେ। ହଗରେ କୁହନ୍ତୁ, ମାଟିର ହାଣ୍ଡି ଗୁଡ଼ିକୁ ଗୋଟିଏ ଉପରେ ଗୋଟିଏ ରଖି ରୋଷେଇ କରାଯାଏ। ପରମ୍ପରା ଅନୁଯାୟୀ ଉପର ହାଣ୍ଡି ପ୍ରଥମେ ସିଝେ ବୋଲି କୁହାଯାଇଥାଏ। ଏହାକୁ ନେଇ ବିଭିନ୍ନ ବ୍ୟାଖ୍ୟା ଥିଲେ ମଧ୍ୟ ଏହା ନା ମନ୍ଦିରର ଅଦ୍ଭୁତ ପରମ୍ପରା ଭାବେ ପରିଚିତ ଅଟେ। ରହସ୍ୟ ନମ୍ବର 5, ସୁଦର୍ଶନ ଚକ୍ର। ମନ୍ଦିରର ଶିଖରରେ ଥିବା ସୁଦର୍ଶନ ଚକ୍ରକୁ ନେଇ ଅନେକ ଭକ୍ତଙ୍କ ବିଶ୍ୱାସ ଯେ ପୁରୀ ସହରରେ କିଛି ବିଭିନ୍ନ ସ୍ଥାନରୁ ଦେଖିଲେ ମଧ୍ୟ ଏହା ନିଜ ଆଡ଼କୁ ମୁହଁ କରିଥିବା ପରି ଲାଗେ। ଏହା ସ୍ଥାପତ୍ୟ କଳା ଓ ଦୃଷ୍ଟିକୋଣର ପ୍ରଭାବ ହୋଇପାରେ ବୋଲି କେତେକ ବିଶେଷଜ୍ଞ ମଧ୍ୟ ମତ ଦେଇଛନ୍ତି। କିନ୍ତୁ ଏହା ସତ୍ୟ ଯେ ଆପଣ ସେଠୁ ଯାଆନ୍ତୁ, ଠିକ ଅଛି, ଆପଣ ଯେଉଁ ଦିଗକୁ ବି ଯିବେ, ଯେଉଁ ଦିଗକୁ ଗଲେ ମଧ୍ୟ ସେଇ ଯେଉଁ ଆମର ସୁଦର୍ଶନ ଚକ୍ର ଅଛି ନା ତା ଆମ ପଟେ ମୁହଁ କରିଛି ଭଳିଆ ଲାଗେ। ଏହା ସତ ଆଜ୍ଞା, ନିଶ୍ଚିତ ଭାବେ ଅଦ୍ଭୁତ। ରହସ୍ୟ ନମ୍ବର 6, ନବକଳେବର। ନିର୍ଦ୍ଦିଷ୍ଟ ସମୟରେ ପ୍ରଭୁଙ୍କ ଦାରୁ ବିଗ୍ରହ କରାଯାଇଥାଏ। ଏହାକୁ ନବକଳେବର ମଧ୍ୟ କୁହାଯାଇଥାଏ। ଏହି ସମୟରେ ହେଉଥିବା କିଛି ଗୁପ୍ତ ଧାର୍ମିକ ଆଚାର କେବଳ ନିର୍ଦ୍ଦିଷ୍ଟ ସେବାୟତ ମାନେ ହିଁ କରିଥାନ୍ତି। ଏହି ପରମ୍ପରାର ସମ୍ପୂର୍ଣ୍ଣ ବିବରଣୀ ନା ସାର୍ବଜନୀନ ନୁହେଁ, ତେଣୁ ଏହାକୁ ନେଇ ଅନେକ କୌତୂହଳ ମଧ୍ୟ ରହିଛି। ରହସ୍ୟ ନମ୍ବର 7, ନୀଳଚକ୍ର ଓ ଆଧ୍ୟାତ୍ମିକ ବିଶ୍ୱାସ। ନୀଳଚକ୍ର ଅଷ୍ଟଧାତୁରେ ନିର୍ମିତ ବୋଲି ପ୍ରଚଳିତ। ଭକ୍ତମାନେ ନା ଏହାକୁ ଦିବ୍ୟ ଶକ୍ତିର ପ୍ରତୀକ ଭାବେ ମାନନ୍ତି ଏବଂ ଦୂରରୁ ମଧ୍ୟ ନା ଏହାକୁ ଦେଖି ପ୍ରଣାମ କରନ୍ତି। ତମ ଭାଇ ଭଉଣୀମାନେ, ଶ୍ରୀ ଜଗନ୍ନାଥ ମନ୍ଦିର କେବଳ ଏକ ଧାର୍ମିକ ସ୍ଥାନ ନୁହେଁ,
ଏହା ଇତିହାସ, ସଂସ୍କୃତି, ସ୍ଥାପତ୍ୟ ଓ ଶତାବ୍ଦୀ ପୁରୁଣା ପରମ୍ପରାର ଅଦ୍ଭୁତ ସଙ୍ଗମ। ଏହାକୁ ନେଇ ପ୍ରଚଳିତ ଅନେକ ରହସ୍ୟ ଭକ୍ତଙ୍କ ଆସ୍ଥା ସହ ଜଡ଼ିତ, ଯେତେବେଳେ କିଛି ବିଷୟର ବୈଜ୍ଞାନିକ ବ୍ୟାଖ୍ୟା ମଧ୍ୟ ରହିଛି। ତେଣୁ ଆସ୍ଥା ଓ ତଥ୍ୟ ଉଭୟକୁ ସମ୍ମାନ କରି ବିଷୟଗୁଡ଼ିକୁ ବୁଝିବା ପାଇଁ ଆପଣମାନେ ଚେଷ୍ଟା କରନ୍ତୁ। ଯଦି ଆପଣଙ୍କୁ এই ଭିଡ଼ିଓଟି ଭଲ ଲାଗିଥିବ ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।